ମୁଁ ଖଗେଶ୍ୱର ଜେନା ଇନ୍ଦ୍ର ଗୋବିନ୍ଦ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷ। ଆଜି ଆସ ସ୍କୁଲ ଯିବା ଏ ଏକ ବୈଠକ ଯାହାକି ଆମର ଆଇଜି କ୍ଲଷ୍ଟରର ସିଆରସିସି ମହୋଦୟ ଆୟୋଜନ କରିଛନ୍ତି। ଏଥିରେ ପିଲାମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଏବଂ ପିଲାମାନଙ୍କୁ ଆସ ସ୍କୁଲ ଯିବାରେ ସାମିଲ କରିବା, ଏ ପିଲାମାନଙ୍କର ଅନୁଭୂତି ସାଉଁଟିବା, ଏ ପିଲାମାନେ ଆସ ସ୍କୁଲ ଯିବାରେ ସାମିଲ ହେଲା ପରେ ସେମାନଙ୍କର ଲାଭ ହେଇଛି କି କ୍ଷତି ହେଇଛି ତାହା ଜାଣିବା ପାଇଁ ଆଜିର ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏବଂ ପୁନର୍ବାର ଆମର ଚତୁର୍ଥ ପର୍ଯ୍ୟାୟ ଆଡମିସନ ପାଇଁ ଗଭର୍ଣ୍ଣମେଣ୍ଟର ନୋଟିଫିକେସନ ହେଇଛି। ଏ ପିଲାମାନଙ୍କ ଜରିଆରେ ଆମେ ସଚେତନ କରି ଯେଉଁ ପିଲାମାନେ ରହିଯାଇଛନ୍ତି ସେ ପିଲାମାନଙ୍କୁ ପୁଣି ଏହି ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆଜିର ଏ ପ୍ରୟାସ। କେତେ ପିଲା ଡ୍ରପ୍ ଆଉଟ୍ ଥିଲେ କ୍ଲଷ୍ଟର? ଆମ କ୍ଲଷ୍ଟରରେ ପାଖାପାଖି 15ରୁ 16 ଜଣ ଆମେ ଆଡମିସନ କରିସାରିଛୁ। ଆଉ 19 ଜଣ ପିଲାଙ୍କୁ ଆମେ ଡ୍ରପ୍ ଆଉଟ୍ରୁ ଆଣି ତାକୁ ଆମେ ପ୍ଲସ୍2ରେ ଆଡମିସନ କରିସାରିଛୁ। ଆଉ ଅଛନ୍ତି ବୋଧେ କାଁ ଭାଁ କିଛି ରହିଯାଇଛନ୍ତି, ସେମାନଙ୍କୁ ପୁଣି ଆମେ ଆଡମିସନ କରିବା ପାଇଁ ପ୍ରୟାସ ଜାରି ରଖିଛୁ। ସେଟା ପରିଚୟ। ମୁଁ ଦେବେନ୍ଦ୍ର କୁମାର କବି, ସିଆରସିସି ଆଇଜି ନୋଡାଲ ହାଇସ୍କୁଲ। ଆଜି ଯେଉଁ କାର୍ଯ୍ୟକ୍ରମଟି ହେଉଛି ଆସ ସ୍କୁଲ ଯିବା ଅଧୀନସ୍ଥ ଶିକ୍ଷା ସଚେତନ ଆଉ ଶିକ୍ଷା ସଭା, এই ସଭାର ଉଦ୍ଦେଶ୍ୟ ହେଲା ଯେଉଁ ଆମର ସିଟିଏ ସର୍ଭେ ହୋଇଥିଲା 25 ମସିହା ମାର୍ଚ୍ଚ ମାସରେ ସର୍ଭେ ହୋଇଥିଲା ଏବଂ ଯେଉଁ ପିଲାମାନେ ପାଠପଢ଼ା ଅଧାରୁ ଛାଡ଼ି ଦେଇଥିଲେ ସେମାନେ କୌଣସି କାରଣ ଆର୍ଥିକ ବୋଝ ପାଇଁ ହେଉ ବା କଲେଜ ଦୂର ଥିବାର ହେତୁ ଛାଡ଼ି ଦେଇଥିଲେ, କିନ୍ତୁ ସରକାର ଅନୁଭବ କରୁଥିଲେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିନ୍ତୁ ଯେଉଁ ପିଲାମାନେ ରହିଯାଉଛନ୍ତି ପାଠ ପଢ଼ି ପାରୁନାହାନ୍ତି ସେମାନେ ଚିନ୍ତା କରିଥିଲେ ଏବଂ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ଆଗେଇ ଚାଲିଥିଲେ ଏବଂ ସମସ୍ତେ ଏଥିରେ ଅଫିସିଆଲ ମାନେ ସହଯୋଗ କରୁଥିଲେ। ଆମେ ସମସ୍ତ ଶିକ୍ଷକ ଶିକ୍ଷକ ସହଯୋଗ କରୁଥିଲେ ଏବଂ ମୁଁ ମଧ୍ୟ ସମସ୍ତ ଶିକ୍ଷକ ଶିକ୍ଷକ ସହଯୋଗ କରିଥିଲି। କାର୍ଯ୍ୟ ସୁଚାରୁ ରୂପେ ଚାଲିଛି। ଆମ କ୍ଲଷ୍ଟରରେ ପାଖାପାଖି 32 ଜଣ ପିଲା ଡ୍ରପ୍ ଆଉଟ୍ ବାହାରୁଥିଲେ ଏବଂ ତନ୍ମଧ୍ୟରୁ କିଛି ପିଲା ଓଭରଏଜ୍ ପାଇଁ କଟିଯାଇଥିଲେ, କିଛି ପିଲା ଅଣ୍ଡରଏଜ୍ ପାଇଁ କଟିଯାଇଥିଲେ, କିନ୍ତୁ ଆମର ପାଖାପାଖି 15-16 ଜଣ ପିଲା ଆମ ଏଇ କଲେଜ ନୂଆ କଲେଜରେ ଆଡ଼ମିସନ୍ ହୋଇଥିବାରୁ ଏବଂ ପିଲାମାନେ ବହୁତ ଖୁସି ଏବଂ ପାଠ ପଢ଼ି ପାରୁଥିଲେ, ଯେଉଁ ଆମ ମନ ଭିତରେ ଉତ୍ସାହ ଉଦ୍ଦୀପନା ଭରିଯାଇଛି। ସେମାନେ ଆଜି ଆଗ୍ରହ ସହିତ ପାଠ ପଢ଼ୁଛନ୍ତି ଏବଂ ସରକାରଙ୍କ ଯେଉଁ ନୂତନ ଏଇ କାର୍ଯ୍ୟକ୍ରମଟି ସିଟିଏ ସର୍ଭେଟି ମାନେ ସଫଳ ହେଉ ଏବଂ ସଫଳତା ମଧ୍ୟ ଚାଲିଛି ମୁଁ ଅନୁଭବ କରୁଛି ଏବଂ এই କାର୍ଯ୍ୟକ୍ରମ ଦ୍ୱାରା ସରକାର ଖୁସି ମୁଁ ଏବଂ ସରକାର ମଧ୍ୟ ଏ କାର୍ଯ୍ୟ ଆଗେଇଥିବାରୁ ମୁଁ ମଧ୍ୟ ଖୁସି ତାଙ୍କ ପ୍ରତି ଏବଂ ସରକାରଙ୍କ ପାଖରେ ମୁଁ କୃତଜ୍ଞ। ନୂତନ କରି ଯେଉଁ କଲେଜ ଖୋଲିଛି ଆମ ଇନ୍ଦ୍ର ଗୋବିନ୍ଦ ସ୍କୁଲରେ କେତେ ଜଣ ଅଧ୍ୟକ୍ଷ ଅଛନ୍ତି? 13 ଜଣ ପାଖାପାଖି ଆମର 13 ଜଣ ଅଧ୍ୟକ୍ଷ ଅଛନ୍ତି ଏବଂ ସମସ୍ତେ ତାଙ୍କ ଡ୍ୟୁଟି ସୁଚାରୁ ସମ୍ପାଦନ କରୁଥାନ୍ତି। ଅଧ୍ୟାପକ ଅଛନ୍ତି, ସମସ୍ତେ ତାଙ୍କ କାର୍ଯ୍ୟ ସୁଚାରୁ ସମ୍ପାଦନ କରୁଥାନ୍ତି ମୁଁ ଅନୁଭବ କରୁଛି। ପ୍ରଣାମ। ମୋ ନାଁ ବିଷ୍ଣୁପ୍ରିୟା ଦାସ। ମୁଁ ପଢ଼ୁଥିଲା ମେଟ୍ରିକ୍ ପାସ୍ କରିକି ରହିଥିଲି, ପଢ଼ିପାରୁନଥିଲି। ଘରେ ବହୁତ ପ୍ରୋବ୍ଲେମ୍ ଥିଲା, ଦୂର ଜାଗାରେ କଲେଜ ଥିଲା, ସେଥିପାଇଁ ଯାଇପାରୁନଥିଲି। ବାପା ମାଆ ବି ଛାଡ଼ୁନଥିଲେ। ତାପରେ ଯେଉଁମାନେ କଲେଜ ଯାଆନ୍ତି ତାଙ୍କୁ ଦେଖିଲେ ମୋତେ ବହୁତ କଷ୍ଟ ଲାଗେ। ମୁଁ ବି କଲେଜ ଯାଆନ୍ତି କି ଏମିତି କିଛି ହୁଅନ୍ତା ମୁଁ ବି ପାଠ ପଢ଼ିପାରନ୍ତି ଭାବୁଥିଲି, ସେଇଆ ବି ହେଲା। ଇନ୍ଦ୍ର ଗୋବିନ୍ଦ ହାୟର ସେକେଣ୍ଡାରୀ କଲେଜ ଖୋଲା ହେଲା। ଆସ ସ୍କୁଲ ଯିବା ହେଲା। ସବୁ ସାର୍ମାନଙ୍କୁ ମୋର ବହୁତ ବହୁତ ଧନ୍ୟବାଦ, ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ। ଏତେ ପରେ ବି ଆମେ ପଢ଼ିପାରିଲୁ। ଆଉ ଯେଉଁଟା ଜାଣିନଥିଲୁ କିଛି ଜାଣିପାରୁଛୁ, ଭଲସେ ବି ସବୁ ପଢ଼ା ହେଉଛି, ବୁଝିପାରୁଛୁ।